Hallelujah. Joseph, hallelujah. Praise the Lord. Hallelujah. बोलो यीशु प्रभु की, यीशु मसीह की जय जय। जोरों के पाई वालों को संदेह करे तारे बोलूँ बोलो जी सुंदर सर आप क्यों सुन रहे हो? तो सर सुनते हो? हाँ सुनिए बढ़िया सुनिए प्रार्थना करो ट्रेन टिकट ले लीजिए। स्वर्गीय पिता जो भी धन्यवाद उचित उन्होंने विकास में या तुम भाव पूर्व निरूपित और शोषणा प्रभु यही समान वाक्यों सभा तुम्हारा नाम तुम्हारा भविष्य समस्त लोगों सुस्थ हो तुम्हारा उत्साहित हो आशीर्वाद पाइबा ପାଇଁ कृपା तुम्हें ଏହି ପରିବାର ପାଇଁ ଯାଉଛୁ ଏଣୁ ଧନ୍ୟବାଦ ଦେଇ ପ୍ରାର୍ଥନା ଯୀଶୁଙ୍କ ନାମରେ କରୁଛି। ନିରୁଦ୍ର ଶାସ୍ତ୍ରାଂଶ ଯେ ପଢିବ ଲୁକୋତ୍ତମର 4 ଅଧ୍ୟାୟ ପ୍ରଭୁଙ୍କ ଅନୁଗ୍ରହ ବର୍ଷ ଘୋଷଣା କରିବାକୁ ସେ ମୋତେ ପ୍ରେରଣ କରିଅଛନ୍ତି। परमेश्वर आश्वासन महिमा महिला मान सम्बन्ध सुसमाचार कार्य विषय को चिंता कर भौणी माने वास्तव ସେମାନଙ୍କର ଅବଦାନ ମାନବ ଜଗତ ନିମନ୍ତେ ଅଧୀର ପ୍ରଶଂସନୀୟ ଅଟେ। ଯେଉଁ ଗୃହରେ ମା ଅଛନ୍ତି ଯେଉଁ ଜୀବନ ମାଙ୍କୁ ପାଇଛି ସେହି ଜୀବନ ଧନ୍ୟ ହୋଇଛି। ଯେଉଁ ଜୀବନରେ ମା ଅଛନ୍ତି ସେହି ଜୀବନରେ ସୁଖ ଆରାମ ଅଛି। ଗୃହରେ ଯଦି ଗୃହିଣୀ ନଥିବେ ଏପରି କହିବା ଜମା ଭୁଲ ହେବ ନାହିଁ। ସେହି ଗୃହ ହୁଏତ ଆଉ ଗୃହ ପରି ଦେଖାଯିବ ନାହିଁ। ଏ ସମୟରେ ମୁଁ ଅଳ୍ପ ମା ମାନଙ୍କୁ ଉତ୍ସାହ ଆଗକୁ ବଢିବା ପାଇଁ ଚାହୁଁଛି। ମୋ ପ୍ରିୟ ମା ମାନେ ମୋ ପ୍ରିୟ ଭଉଣୀ ମାନେ ଆପଣମାନଙ୍କର ଅବଦାନ ବାସ୍ତବରେ ଅଛି ଏବଂ ଅତିବ ପ୍ରଶଂସନୀୟ ଅଟେ। ମାନବ ଜଗତ ପାଇଁ ପରିବାର ପାଇଁ ଖ୍ରୀଷ୍ଟ ସମାଜ ପାଇଁ ସମଗ୍ର ବିଶ୍ୱର ମଙ୍ଗଳ ପାଇଁ। କିନ୍ତୁ मोटे भाई एवं बाबा माने कान खुली शुणिबा हेबे एई मां माने सेतेबेले अत्यंत दुखर सामना करि थांती एमानक अंतरर वेदना को उपशम करिबा पई एमानक पदे धैर्यर कथा सुनाइबा पई एमानक मनरे शांति देबा पई कहीं ना कहीं आम्भे माने अनेक समय विफल हो जाए चिंता करने दरकार मोहर स्त्री केते प्रेम करूची। It's a very searching question to ask. मोहर स्त्री को केते प्रेम करूची? बाइबल धर्मशास्त्र कहे ख्रीष्ट जेपरी आम्भମାନଙ୍କୁ ପ୍ରେମ କଲେ। Have you ever studied the love of Christ? ପ୍ରେମାନେ ଧର୍ମରେ କୌଣସି ବିଷୟ ନିମନ୍ତେ ଆପଣମାନେ ନିରାଶ ହୁଅନ୍ତୁ ନାହିଁ। ହୁଏତ ମାଟିର ମଣିଷ ହୁଏତ ଆପଣଙ୍କର ରକ୍ତ ପରିଶ୍ରମର ରକ୍ତ ସମ୍ପର୍କୀୟ ହୁଏତ ଆପଣଙ୍କର ସ୍ୱାମୀ ହୁଏତ ଆପଣଙ୍କର ନିଜ
ସେ ଆପଣଙ୍କୁ ଭୁଲି ନାହାନ୍ତି, ସେ ଆପଣଙ୍କୁ ଭୁଲି ପାରିବେ ନାହିଁ। ଆପଣଙ୍କ ସହିତ କେହି ଥାନ୍ତୁ କିମ୍ବା ନଥାନ୍ତୁ, କେହି ଦେଖନ୍ତୁ କିମ୍ବା ନ ଦେଖନ୍ତୁ, ସର୍ବଶକ୍ତିମାନ ବାୟୁମଣ୍ଡଳର ପରମେଶ୍ୱର ଆଜି ମଧ୍ୟ ଜୀବନ୍ତ, ସେ ଆପଣଙ୍କ ନିମନ୍ତେ ଚିନ୍ତା କରନ୍ତି। Hallelujah. Praise the Lord. ಅಲ್ಲಿ ಮಾಡು ಹಲ್ಲೆಲೂಯಾ ಶಬ್ದ ଆସିଲା ଯେ କିଛି ଅସୁବିଧା ନାହିଁ ତ? ପ୍ରଭୁଙ୍କ ଲୋକମାନେ ମନୁଷ୍ୟ ଯେହେତୁ ସେ ମନୁଷ୍ୟ ଅଟେ ଅନେକ ସମୟରେ ବୁଝିବା ଠାରୁ ବିଫଳ ହୋଇଯାଏ। ଆପଣମାନେ ନିରାଶ ହୁଅନ୍ତୁ ନାହିଁ। ଯେଉଁମାନେ ପାଳନୀୟ ସେବା କରନ୍ତି ସେମାନେ କୌଣସି ମାଙ୍କ ଠାରୁ କମ୍ ନୁହନ୍ତି। ନିତାନ୍ତ ମୋର ବୟସ ସେବାର ବୟସ ବହୁତ ଅଳ୍ପ, କିନ୍ତୁ ଈଶ୍ୱରଙ୍କ ମହା କରୁଣା ମୋ ହୃଦୟ ହୋଇଥିବା ସକାଶୁ ମୋ ପାଳନୀୟ ସେବାରେ ଅଛି। ଆଉ ମାର ହୃଦୟ କାହିଁ ନା କାହିଁ ବୁଝିବା ପାଇଁ ପ୍ରଭୁ ମୋତେ ଅନୁରୋଧ କରିଛନ୍ତି। ଏବଂ ମାର ହୃଦୟରେ ଯାହା ଥାଏ ନିଜ ପରିବାର ପାଇଁ ତାହା ଶବ୍ଦରେ ବର୍ଣ୍ଣନା କରାଯାଇ ପାରିବ ନାହିଁ। ଏତେ ପଛ ଥିବା ସତ୍ତ୍ୱେ ମାଙ୍କ ସହିତ ସମୟ କ୍ଷେପଣ କରିବା ପାଇଁ ନା ବାପାଙ୍କ ପାଖରେ ଟାଇମ୍ ଅଛି, ନା ପୁଅ ପାଖରେ ଟାଇମ୍ ଅଛି, ନା ଝିଅ ପାଖରେ ଟାଇମ୍ ଅଛି। ବଡ଼ କଥା। କିନ୍ତୁ ମୋର କହିବାର କଥା ଆପଣମାନଙ୍କ ପାଇଁ ଦୁଃଖିତ ହୁଅନ୍ତୁ ନାହିଁ, ଦୁଃଖିତ ହୁଅନ୍ତୁ ନାହିଁ, ନିରାଶ ହୁଅନ୍ତୁ ନାହିଁ, ଅଧୈର୍ଯ୍ୟ ହୁଅନ୍ତୁ ନାହିଁ। ସେ ଅଛନ୍ତି, ସେ ଯଦି ହାନ୍ନାକୁ ସ୍ମରଣ କରିପାରନ୍ତି ଆମକୁ ମଧ୍ୟ ସ୍ମରଣ କରିବେ। ହାଲେଲୁୟା। ସେ ଯଦି ହାନ୍ନାର ଦୁଃଖର ଦିନକୁ ମଙ୍ଗଳରେ ପରିଣତ କରିପାରନ୍ତି ତେବେ ଆଜି ସେ ଜୀବିତ, ସେ ମୋର ଦୁଃଖକୁ ମଧ୍ୟ ଆନନ୍ଦରେ ପରିଣତ କରିପାରିବେ। ଆଜ୍ଞା, ସମସ୍ତଙ୍କ ଦ୍ୱାରା ତ୍ୟାଗ କରାଯାଇ ଆପଣ ଛୋଟ ଶିଶୁକୁ ନେଇକି ଯାଉଥିଲେ। ଶିଶୁର ଏପରି ଅବସ୍ଥା ଆସିଲା, ମା ନା କାନ୍ଦି ପାରୁଛି, ନା ନୀରବ ରହିପାରୁଛି, ନା ଦେଖିପାରୁଛି, ନା ସହିପାରୁଛି। ଭାବିଲା ହୁଏତ ଏପରି ଦୁର୍ଦ୍ଦଶା, ଏପରି ଅସହ୍ୟ ସ୍ଥିତି ଆଉ କେବେ ଆଗକୁ ହବ ନାହିଁ। ଆଜିକି ବୋଧେ ମୋର ଆଉ ମୋର ଶିଶୁର ଶିଶୁ ଦିବସ ଅଟେ। ସେ ଯେପରି ଚିନ୍ତା କରୁଥିଲେ ସେହିପରି ଘଟିଲା ନାହିଁ। ପରମେଶ୍ୱର ବାରମ୍ବାର ରୋଗ ଶୁଣିଲେ, ଯେଉଁଠାରେ ଝଡ଼ ଶେଷ ହୋଇଯାଇଥିଲା, ଯେଉଁଠାରେ ଝଡ଼ର ନାମ ହିଁ ନାହିଁ, ଏପରି ପ୍ରାନ୍ତରରେ ମରୁଭୂମିରେ ଆଉ ଥରେ ଜୀବନ୍ତ ଜଳ ସ୍ରୋତ ଉତ୍କାଳ ହେବାକୁ ଲାଗିଲା, ବାହାରିବାକୁ ଲାଗିଲା। ଆଉ ସେଇ ପରମେଶ୍ୱର ହାଗାରର ପରମେଶ୍ୱର, ଆମର ପରମେଶ୍ୱର, ସେ ଆପଣଙ୍କୁ ଜାଣନ୍ତି, ଆପଣଙ୍କୁ ଦେଖନ୍ତି, ଆପଣଙ୍କୁ ମନେ ପକାନ୍ତି, ଆପଣଙ୍କ ପାଇଁ ଠିଆ ହୁଅନ୍ତି, ଆପଣଙ୍କୁ ଛାଡ଼ି ଦେଇନାହାନ୍ତି, ଆପଣଙ୍କୁ ଭୁଲି ଯାଇନାହାନ୍ତି। କିନ୍ତୁ ସେଇ ପରମେଶ୍ୱର ସେ ମାଟିକୁ ଯେ ତିଆରି କରିଛନ୍ତି ସେ ଜୀବନ୍ତ ଈଶ୍ୱର ପାଇବ ଈଶ୍ୱର ଅଟନ୍ତି। ଆଉ ସେ ଆମମାନଙ୍କୁ ମାଟିରୁ ତିଆରି କରିଛନ୍ତି, ଆମେ ତାଙ୍କୁ ମାଟିରେ ତିଆରି କରିନାହୁଁ। କୌଣସି ବିଷୟରେ ଦୁଃଖିତ ହୁଅନ୍ତୁ ନାହିଁ ମା ମାନେ। ମୁଁ ଭଲ ଜାଣେ ଆପଣଙ୍କ ସହିତ ସମୟ କ୍ଷେପଣ କରିବା ପାଇଁ ଆପଣଙ୍କ ପରିବାର ଲୋକଙ୍କ ପାଖରେ ସମୟ ନାହିଁ, କିଛି ବଡ଼ କଥା ନାହିଁ। ଆପଣ ପ୍ରଭୁଙ୍କ ଠାରେ ମଜବୁତ ହୋଇଯାଆନ୍ତୁ, ପ୍ରଭୁଙ୍କୁ ଜାବୁଡ଼ି ଧରନ୍ତୁ। ପ୍ରଭୁ ଯଦି ଅଛନ୍ତି ସମାଧାନ 100%, ନିଶ୍ଚୟ ସମାଧାନ ଅଛି। ତେଣୁ ଆପଣ ଜୀବନର ସବୁ ଦୁଃଖ, ସବୁ କଷ୍ଟ, ସବୁ ବେଦନା, ସବୁ ସମସ୍ୟା ତାଙ୍କ ଚରଣରେ ରଖିଦିଅନ୍ତୁ। ସେ ଆପଣଙ୍କୁ ତାଙ୍କ ସମୟରେ, ଉଚିତ ସମୟରେ ଆପଣଙ୍କର ହୃଦୟର ମନୋବାଞ୍ଛାକୁ ପୁରା କରିବେ। ଆପଣଙ୍କ ଜୀବନକୁ କେବେ ନିରାଶ ହେବା ପାଇଁ ଦେବେ ନାହିଁ। ଯେଉଁ ଜଣ ଈଶ୍ୱରଙ୍କ ଠାରେ, ବାଇବଲ ଈଶ୍ୱରଙ୍କ ଠାରେ ଆପଣାର ଆଶା ରଖିଛି, ଆପଣାର ଭରସାକୁ ଆଉଜି ରଖିଛି, ସେହି ଜଣକୁ ପରମେଶ୍ୱର କେବେ ଲକ୍ଷ୍ୟ ଦେବାକୁ ଦେଇନାହାନ୍ତି କିମ୍ବା ଦେବେ ନାହିଁ। बोलो यीशु महाराज की हालेलुया, प्रेज़ द लॉर्ड, हालेलुया।
ମିଶନାରୀ 18 ମସିହା ପ୍ରଭୁଙ୍କର ଆତ୍ମା ମୋ ଠାରେ ଅଧିଷ୍ଠିତ ଯେଣୁ ଦିନହୀନ ମାନଙ୍କର ନିକଟରେ ସୁସମାଚାର ପ୍ରଚାର କରିବା ନିମନ୍ତେ ସେ ମୋତେ ଅଭିଷିକ୍ତ କରିଅଛନ୍ତି ବନ୍ଦୀମାନଙ୍କର ନିକଟରେ ମୁକ୍ତି ଓ ଅନ୍ଧମାନଙ୍କ ନିକଟରେ ପୃଷ୍ଟିଲାଭର ବିଷୟ ଘୋଷଣା କରିବାକୁ ପୁଣି ଉପଦ୍ରବ ପ୍ରାପ୍ତ ଲୋକମାନଙ୍କୁ ମୁକ୍ତ କରିବାକୁ ଆଉ ପ୍ରଭୁଙ୍କର ଅନୁଗ୍ରହ ବର୍ଷ ଘୋଷଣା କରିବାକୁ ସେ ମୋତେ ପ୍ରେରଣା କରିଅଛନ୍ତି ପ୍ରଭୁଙ୍କ ଅନୁଗ୍ରହ ବର୍ଷ ଘୋଷଣା କରିବାକୁ ସେ ପରମେଶ୍ୱର ଯୀଶୁଙ୍କୁ ପ୍ରେରଣା କରିଛନ୍ତି ପ୍ରଭୁଙ୍କ ଲୋକମାନେ ଏଠାରେ ଯେ ଅନୁଗ୍ରହ ବର୍ଷ ବୋଲି ଉଲ୍ଲେଖ ହୋଇଅଛି ଏକ ଭାବରେ ଯିଶାୟ 11 ବର୍ଷ ବୋଲି ଲେଖୁଛି ଏବଂ ଏହାର ମୂଳକୁ ଯଦି ଆମେମାନେ ଯିବା ପରମେଶ୍ୱର ଆପଣଙ୍କର ମହାନ ଦାସ ଭଗବାନ ମୋଶାଙ୍କ ଦ୍ୱାରା ଲେବୀ ପୁସ୍ତକରେ କହିଲେ ସେମାନେ ପୃଥିବୀ ଉପରେ ପାଳନ କରିବା ପାଇଁ କହିଲେ ଯାହାର ନାମ ମୂଳ ନାମ ହେଉଛି ଜୋଏଲ ହାଲେଲୁୟା ଆଉ ଜୋଏଲର ଅର୍ଥ ମହଲାସର ଉତ୍ସବ ଅତ୍ୟନ୍ତ ଆହ୍ଲାଦଜନକ ପର୍ବ ଆଉ ପରମେଶ୍ୱର ପୁରାତନ ନିୟମରେ এই ଜୋଏଲକୁ এই ଅନୁଗ୍ରହ ବର୍ଷ କୁହନ୍ତୁ କିମ୍ବା 11 ବର୍ଷ କୁହନ୍ତୁ ଏବଂ ପ୍ରତି 50 ବର୍ଷରେ ଥରେ ପାଳନ କରିବା ପାଇଁ କହିଥିଲେ କିନ୍ତୁ ଈଶ୍ୱରଙ୍କ ନାମର ଗୌରବ ହେଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେତେବେଳେ ଧରାପୃଷ୍ଠକୁ ଆଗମନ କଲେ ଏହାକୁ ସେ 50 ବର୍ଷକୁ ଥରେ ପାଳନ କରିବା ପାଇଁ କରିନାହାନ୍ତି ଇନଫ୍ୟାକ୍ଟ ନୂତନ ନିୟମରେ ଏହି ଅନୁଗ୍ରହର ବର୍ଷ ପ୍ରତିଦିନ ଅନୁଭବ କରିବାର ଏକ ବର୍ଷ ଅଛି ଆମକୁ ଆଜି ଆନନ୍ଦ ପାଇବା ପାଇଁ ମୁକ୍ତି ପାଇବା ପାଇଁ ଦୁଃଖରୁ ତ୍ରାହି ପାଇବା ପାଇଁ ସମସ୍ୟାରୁ ଉଦ୍ଧାର ପାଇବା ପାଇଁ 50 ବର୍ଷ ଯାଏ ଅପେକ୍ଷା କରିବାର ଆବଶ୍ୟକତା ନାହିଁ ଯେହେତୁ it has been already proclaimed ଏହା already ଘୋଷଣା ହୋଇଯାଇଛି କଣ ଘୋଷଣା ହୋଇଛି ବନ୍ଦୀମାନଙ୍କ ନିକଟରେ ମୁକ୍ତି what a God we have ତେବେ ଯୀଶୁଙ୍କ ପାଇଁ ଖାଲି ମନେ ରଖେ ଯୀଶୁମାନଙ୍କୁ ବିଶ୍ୱ ଦରବାରରେ କେଉଁ ଅଛି ଆଜ୍ଞା ସ୍ୱର୍ଗରାଜ୍ୟରେ ସମସ୍ତ ସୁଖ ଆରାମ ବିଶ୍ରାମ ଗୌରବ ସବୁ ବିଷୟକୁ ତ୍ୟାଗ କରି ମାନବ ଜଗତକୁ ଆସିବେ ଆପଣଙ୍କର ସର୍ବସ୍ୱକୁ ତ୍ୟାଗ କରିବେ ଆଉ ମନୁଷ୍ୟ ରୂପ ଧାରଣ କରିବେ ମନୁଷ୍ୟ ସଦୃଶ ହେବା ପାଇଁ ମଧ୍ୟ ଚାହିଁବେ ନାହିଁ କାହିଁକି ମୁକ୍ତି ଦେବା ପାଇଁ ବନ୍ଧନରୁ ମୁକ୍ତି ଦେବା ପାଇଁ ବାଇବଲ ଅନେକ ପ୍ରକାର ମୁକ୍ତିର କଥା କହେ କିନ୍ତୁ ସମୟ ସାପେକ୍ଷ ହେବା ସକାଶେ ପ୍ରଭୁ ଯଦି ଅନୁଗ୍ରହ କରିବେ ଗୋଟେ ଦୁଇଟା ପଏଣ୍ଟ ନିଶ୍ଚୟ ମୁଁ ଆପଣମାନଙ୍କ ସମ୍ମୁଖରେ ରଖିବି ଅନୁଗ୍ରହ ଶୈଳୀରେ ଘୋଷଣା ହୋଇଯାଇଛି ଏହା ମନରେ ରଖନ୍ତୁ ପ୍ରଭୁଙ୍କ ଲୋକମାନେ ବନ୍ଦୀମାନଙ୍କୁ ସେ ମୁକ୍ତ କରିବେ ଏହା ଅଲରେଡି ଘୋଷଣା ହୋଇସାରିଛି ତେବେ ପ୍ରଶ୍ନ ଉଠୁଛି এই মুক্তি মই পাইছি তো প্রথম মুক্তি যাহা আমরা নিতান্তে পাইবা দরকার শতকরা 80-90 ভাগ লোক ଏହି ଜାଲର ଶିକାର ହୋଇଛନ୍ତି କଣ ତାହା ଯେ ଚିନ୍ତାରୁ ମୁକ୍ତି ଆମେମାନେ ଭାବିବା ଦରକାର କଣ ମୋ ଚିନ୍ତା ଶୂନ୍ୟ ଜୀବନ ପାଇଲିନି ତ ନା ଆଜି ମଧ୍ୟ କାହିଁ ନା କାହିଁ ମୁଁ ଚିନ୍ତାଗ୍ରସ୍ତ ଅଟେ ପଚାରନ୍ତୁନି ଲୋକ ପ୍ରଭୁଙ୍କ ଲୋକମାନେ ନୂତନ ନିୟମରେ ବିଶ୍ୱାସ କରୁଛେ ଏହା ପୁରାତନ ଯୁଗ ନୁହଁ ପୁରାତନ ଯୁଗରେ 50 ବର୍ଷ ଅପେକ୍ଷା କରିବାକୁ ପଡୁଥିଲା ପଣ୍ଡିତ ଅବସ୍ଥାରୁ ମୁକୁଳିବା ପାଇଁ କିନ୍ତୁ କୃଷ୍ଣଙ୍କର
할렐루야. 좋았어, 공주. 아니, 그거만 거기면 되지. 할렐루야. Praise the Lord. Lord যিশুଙ୍କର ମୁକ୍ତି ଘୋଷଣା ହୋଇଛି। ପ୍ରଶ୍ନ ଉଠୁଛି, ମୁଁ ମୁକ୍ତି ପାଇଲିଣି ତ? କେଉଁଠାରୁ ମୁକ୍ତି ପାଇବା କଥା? ମୋତେ ପ୍ରଥମେ ପାପରୁ ମୁକ୍ତି ପାଇବାକୁ ଯଦି ବସିବା କେତେ ରାତି ପାଇଯିବ ଜାଣିନା, କିନ୍ତୁ କମସେ କମ ଯାହା ଦ୍ୱାରା ଆମ୍ଭେମାନେ ଆଜି ଫସିକି ରହିଯାଇଛୁ ତା ହେଉଛି ଚିନ୍ତାରୁ ମୁଁ ମୁକ୍ତି ପାଇଲିଣି କି? ଯଦି ମୁକ୍ତି ଘୋଷଣା ହୋଇଯାଇଛି, ଛୋଟ ଛୁଆ ଠାରୁ ଆରମ୍ଭ କରି ବୃଦ୍ଧ ମା ବାପା ପର୍ଯ୍ୟନ୍ତ ଯଦି ଆପଣ ଦେଖିବେ, କାହିଁ ନା କାହିଁ ସମସ୍ତେ ଚିନ୍ତା ଦ୍ୱାରା ଗ୍ରସ୍ତ ଅଛନ୍ତି। ଛୋଟ ଛୁଆର ଓଜନ ଯେତେ, ତାର ସ୍କୁଲ ବ୍ୟାଗର ଓଜନ ସେତେ। କି ଦୁଃଖ ବିଚାରା। ଟିକେ ପଢିଲା ପରେ ପାଠ ପଢିବା ପାଇଁ ଚିନ୍ତା, ବହୁଳ ମ୍ୟାଥ ହଉନି, ଇଂରାଜୀ ଜଣା ନାହିଁ, ସାଇନ୍ସ କଣ ଅଲଗା କିଛି ଆସୁନାହିଁ, ପାଠ ପାଇଁ ଚିନ୍ତା। ପଇସା ଟିକେ ଭଲ ମିଳନ୍ତା କି ଭଲ କୋଚିଂ ନେଇଥାନ୍ତି, କଣ ପାଇଁ ଚିନ୍ତା? ରେଜଲ୍ଟ ପାଇଁ ଚିନ୍ତା, ଫ୍ୟୁଚର ଭଲ ହବ ନାହିଁ। ଟିକେ ପଢିବ, ହାଇ ଏଡୁକେସନ ପାଇଁ ଚିନ୍ତା। ଧରି ନିଅନ୍ତୁ ଭଲ ଏଡୁକେସନ ହେଇଗଲା, ଭଲ ପାଠ ପଢିଲା, ଭଲ ଜବ୍ ହେଇଗଲା, ଏବେ ପ୍ରମୋସନ ହେବ ବୋଲି ଚିନ୍ତା। ପ୍ରମୋସନ ହେଇଗଲା, କଣ ଲାଭ? ଠିକ ଜାଗାରେ ଥିଲି, ଟ୍ରାନ୍ସଫର ହେଇଯିବ ନା କଣ, ସେଥିପାଇଁ ଚିନ୍ତା। ଟ୍ରାନ୍ସଫର ହେଇଗଲା, ଚାଲ ସିଟି ସେଟେଲ ହେଇଗଲା, ଏବେ ବୟସ ଆସିଗଲା ବିବାହ କରିବାର। କେଉଁଠାରୁ ପାଇବି ବୁଢୀ ମା ହବାକୁ? ଏ ହବାକୁ ଖୋଜିବା ପାଇଁ ଚିନ୍ତା। ହବ ଆସିଗଲା ପରେ ଘରେ ଖାଇଦେବ ନା କଣ, କିଛି ଝାମେଲା ହବ ନାହିଁ ତ ବୋଲି ଜଣେ ଥିଲି, ଆଦମ ବୁଢା ଠିକ ଥିଲି, ଇଏ କାହିଁକି ଆସିଲା କେଜାଣି ବୋଲି କହୁନାହାନ୍ତି। ଚିନ୍ତା ହେଲେ মেরে চিন্তা, ন হইলে পুরি চিন্তা। এ মেরে যাওয়ার পরে কুয়া কুয়া হবে, ହେଇଗଲା ନ ହେବ ଯେ ଚିନ୍ତା ମତେ ହଉନାହିଁ ବୋଲି 10ଟା 5ଟା ଫୋନ କରିବେ। ହେଇଗଲା ପରେ କାହିଁକି ହେଲା ନା, ଶୋଇପାରୁଛି ନା, ଖାଇପାରୁଛି ନା, ଧରିପାରୁଛି ନା, ଉଠି ପାରୁଛି, ଫିର୍ ବି ଚିନ୍ତା। ଆଚ୍ଛା ମୁସ୍କିଲ ହେବ, ସବୁ ପାଇଁ ଚିନ୍ତା କରିବ। ମୁଁ କଣ କହିବା ପାଇଁ ଚାହୁଁଛି, ପ୍ରଭୁଙ୍କ ଲୋକମାନେ ଏହା ଡାଉନ୍ ଟୁ ଅର୍ଥ ପ୍ରାକ୍ଟିକାଲ କଥାରେ ମନୁଷ୍ୟ ଆଜି ଚିନ୍ତାର ଶିକାର ହୋଇଛି ଏବଂ ଈଶ୍ୱରଙ୍କର ନିତାନ୍ତ ଇଚ୍ଛା ମାନବ ଜଗତ ନିମନ୍ତେ ଯେ ସେ ଚିନ୍ତା ଶୂନ୍ୟ ଜୀବନ ଅତିବାହିତ କରୁ। ପ୍ରମୁଖ ଲୋକମାନେ ବାକ୍ୟ, ଈଶ୍ୱରଙ୍କ ବାକ୍ୟ ସତ୍ୟ ଅଟେ। ଗୋଟିଏ ମୁହୂର୍ତ୍ତ ପାଇଁ ନିସ୍ତବ୍ଧ ହେଇକି ଚିନ୍ତା କରନ୍ତୁ। ଫିଲିପିଓ 4:6 କଣ ଲେଖା ଅଛି? କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ। କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ। ଆପଣ କହିବେ, ପାଷ୍ଟର ବାବୁ ମୋର ସ୍ୱାମୀ ବିଷୟରେ କଣ? ଆଜ୍ଞା ମ୍ୟାଡାମ ଚିନ୍ତା କରନ୍ତୁ ନାହିଁ। ଆଜ୍ଞା ମୋର ପୁଅ ବିଷୟରେ କଣ? ସାର୍ ଚିନ୍ତା କରନ୍ତୁ ନାହିଁ। ଝିଅର ମ୍ୟାରେଜ ଚିନ୍ତା କରନ୍ତୁ ନାହିଁ। ଝିଅ ହଉନାହିଁ ଚିନ୍ତା କରନ୍ତୁ ନାହିଁ। ତମେ କହିଲେ କଣ? ମୁଁ କହୁନାହିଁ, ସରି ମୁଁ କହୁନାହିଁ। ଈଶ୍ୱରଙ୍କ ଜୀବନ୍ତ ବାକ୍ୟ ବାଇବଲ କହୁଛି, ପରମେଶ୍ୱର କହୁଛନ୍ତି ଚିନ୍ତା କରନ୍ତୁ ନାହିଁ। ହେଲେ କଣ କରିବୁ? ପ୍ରାର୍ଥନା କରନ୍ତୁ। ପରମେଶ୍ୱର ଯିଏ କହିଛନ୍ତି ଚିନ୍ତା କର ନାହିଁ ବୋଲି, ତାଙ୍କ କତିକୁ ଯାଆନ୍ତୁ। ପ୍ରଭୁଙ୍କ ନାମରେ ମହିମା ହେଉ। ଚିନ୍ତାର ମୁକ୍ତି ଆଜି ଆମମାନଙ୍କ ଆବଶ୍ୟକ ଅଛି। ଧ୍ୟାନର ସହିତ ଶୁଣନ୍ତୁ, ବହୁତ କମ ଟାଇମ ମୋ ପାଖରେ ଅଛି। କିପରି ପାଇବା ଚିନ୍ତାର ମୁକ୍ତି? ଯେପର୍ଯ୍ୟନ୍ତ ଆମମାନଙ୍କର ପ୍ରାୟୋରିଟି ମାଇଣ୍ଡସେଟକୁ ଆମମାନେ ସେଟ୍ କରିବା ନାହିଁ, ବଦଳାଇବା ନାହିଁ, ପରିବର୍ତ୍ତନ କରିବା ନାହିଁ, ଆମମାନେ କେବେ ମଧ୍ୟ ଚିନ୍ତାରୁ ତ୍ରାହି ପାଇପାରିବା ନାହିଁ। ପ୍ରଭୁଙ୍କ ଲୋକମାନେ ଆମ୍ଭେମାନେ ଜଗତକୁ କିଛି ନେଇକି ଆସିଥିଲୁ କି ନାହିଁ, କିଛି ନେଇକି ଯାଇପାରିବା କି ନାହିଁ, କିନ୍ତୁ ସବୁତକ ମୋର ହେଇଯାଉ, ଆଉ ଚିନ୍ତା ଆପଣଙ୍କର ହବ ନାହିଁ ତ ମତେ ହବ କି? You have to change your priority. Set your priority. ପ୍ରଭୁଙ୍କ ଲୋକମାନେ ଆମ୍ଭେମାନେ ଏହି ଜଗତରେ ପ୍ରବାସୀ ଅଟୁ। ଏହା ଆମମାନଙ୍କର ନିବାସ ସ୍ଥଳ ନୁହେଁ। ଏହା ଆପଣମାନେ ବୁଝିପାରୁଛୁ କି?
ବଲାଙ୍ଗୀର ସହରକୁ ମୁଁ ଆସିଲି ଗତ ଆଜି ମର୍ଣ୍ଣିଂରେ। କେତେ ଦିନ ପାଇଁ ଆସିଲି ଆଜ୍ଞା? 200 ବର୍ଷ ଜମା ନାହିଁ, 2 ଦିନ ପାଇଁ ବି ଆସିନାହିଁ। হয়তো তুমি বলাঙ্গীর যাইছ, অল্প সময় ପାଇଁ ରହିବ, ଘର ଗୋଟେ କେମିତି କରିବି? ଆଜି ଗୋଟେ ଦିନ ରହିଲେ ସେ ଘର ବନେଇବାକୁ ପଡ଼ିବ। ଟ୍ରାକ୍ଟର ବାଲା ବାଲି ଆଣିବନି। କେତେ ଦିନ ରହିବି ମୁଁ ଆଜ୍ଞା? ଗୋଟେ ଦିନ, 24 ଘଣ୍ଟା ବି ନାହିଁ। ଆମ ସକାଳ 4ଟାରେ ମୁଁ କୋରାପୁଟରେ ଥିବେ। ଦେଖନ୍ତୁ ମୁଁ କ'ଣ ଚିନ୍ତା କରୁଛି, ଘର କରିବାର ଅଛି। ଆଉ ଝିଅର ମ୍ୟାରେଜ ହେବ ନାଇଁ? ଏବେ ଯେ ମ୍ୟାରେଜ ହେଇନି, ମୁଁ ମୋର ଝିଅର ମ୍ୟାରେଜ ହେବ ଗୋଟେ ଦିନରେ। ଭାବୁଛି ଈଶ୍ୱରଙ୍କ ବାକ୍ୟ ପାଇବ ଲୋକରେ ଜୀବନ ବାଷ୍ପ ତୁଲ୍ୟ ଅଟେ। କେତେ ବୁଝିଲୁଣି ଆକୁ ଆମେ? ଆଜି ଅଛି କାଲି ନାହିଁ। এই জীবন নিমন্তে এতে চিন্তা। ଈଶ୍ୱରଙ୍କ ବାକ୍ୟକୁ ଆମେମାନେ କାହିଁ ନା କାହିଁ ଅଣଦେଖା କରୁଛେ। ସକାଳେ ଦୃଶ୍ୟ ହୋଇ ପଢ଼ିଦେବା ଯାକବ 4:14। କ୍ଷଣକେ ଦୃଶ୍ୟ ହୋଇ ତାହା ତ ତୁମେମାନେ ଜାଣ ନାହିଁ। ହଁ। ତୁମମାନଙ୍କର ଜୀବନ କଣ? What is your life? କ୍ଷଣକେ ଦୃଶ୍ୟ ହୋଇ କ୍ଷଣକେ ଦୃଶ୍ୟ ହୋଇ ଅଦୃଶ୍ୟ ହୁଏ ଯେଉଁ ବାଷ୍ପ। ହଁ ତୁମେମାନେ ତ ତାହା ହଁ ଆମେମାନେ କାହା ତୁଲ୍ୟ? ବାଷ୍ପ। ବାଷ୍ପ କେତେ ଘଣ୍ଟା କେତେ ଶହ ବର୍ଷ ଦେଖାଯାଏ ଆଜ୍ଞା? କ୍ଷଣକେ କ୍ଷଣକେ ଅଳ୍ପ ସମୟ ଦେଖାଯାଏ। ଆମମାନଙ୍କ ଜୀବନ ସେଇଭଳି ଅଟେ। ତୃଣ ତୁଲ୍ୟ ଅଛୁ, ବାଷ୍ପ ତୁଲ୍ୟ ଅଛୁ। ଏହାକୁ ଯେ ପର୍ଯ୍ୟନ୍ତ ବୁଝିବେ ନାହିଁ, ଆପଣ ଚିନ୍ତାରୁ ବାହାରି ପାରିବେ ନାହିଁ। ଅନୁଗ୍ରହ ବଚନ ଘୋଷଣା ହୋଇଛି ଯେ ତା ମୋ ଜୀବନର ଅନୁଭବୀ ହୋଇଛି କି ମୁଁ କେବେ ହେବା? ଅଧା ବର୍ଷ ପାର ହେଲାଣି। ମତେ କୁହନ୍ତୁ ତ ପ୍ରିୟ ମା ମାନେ, ବାପା ମାନେ, ଭାଇ ଭଉଣୀ ମାନେ, ଚିନ୍ତା କରି କ'ଣ କିଛି ପାଇଲେଣି କି? କିଛି ମିଳୁଛି କି? କିଛି ତ ମିଳୁନି। ନିଜେ ଦୁଃଖୀ, ନିଜର ଆଦମ ଭାଇନାକୁ ଦୁଃଖୀ, ନହେଲେ ହବା ବୁଢ଼ାକୁ ଦୁଃଖୀ, ନହେଲେ କହିବାକୁ ତାର ଝିଅ ହେଲେ କହିନି ବୋଲି ଭାବିଦିଅ। ଆରେ କିଛି ଲାଭ ନାହିଁ। ପରମେଶ୍ୱର ଦୁଃଖିତ। ପରମେଶ୍ୱରଙ୍କର କଥା କହିଲେ ତୁମମାନଙ୍କ ସମସ୍ତ କାହା ଉପରେ ପକା? ଆଚ୍ଛା, କେତେ କେତେ ପକା? ସମସ୍ତ ମାନେ ସ୍ୱାମୀର, ସ୍ତ୍ରୀର, ପୁଅର, ଝିଅର, ଜବର, ଘରର, ନା ଶରୀରର, ସ୍ପିରିଚୁଆଲ ଲାଇଫର, ନା ବୃତ୍ତିର, ଜୀବିକାର, ଫ୍ୟୁଚରର, ସବୁ ଚିନ୍ତାର ଭାର କାହା ଉପରେ ପକାଅ? ଅଛନ୍ତି? ଅଛନ୍ତି? ହାଲେଲୁୟା। କେତେ ସୁନ୍ଦର ପ୍ରଭୁ କୋଉଠି ପାଇବେ ଆଜ୍ଞା? ଆଚ୍ଛା, ଆପଣମାନେ ଦି ଜଣ ଟିକେ ଆସନ୍ତୁ ଏପଟେ। ଆପଣ ଦି ଜଣ ଏଇଠିକୁ ଆସନ୍ତୁ। ଆଜ୍ଞା ମାନେ ବ୍ୟାଣ୍ଡ ଜଣେଇବୁ। ଆଜ୍ଞା ଅଛନ୍ତି କୋଉଠି ପୋଥି? ଆମର ଗଛନି ତଥାପି କି ପୋଥି? কর্তৃপক্ষ ভাব নাই, প্রাচুর্যের পূর্ণ যথেষ্ট ধন সম্পত্তি আছে। বহুত অনেস্ট। আমার কিছু মনে নাই, মানে বলাঙ্গীর সহরকে পারি পারিবে, পুষি পারিবে, হেল্প করে পারিবে। ভারি দয়ালু, উত্তম, প্রেমিক, সাহায্যরে ভারি উত্তম ব্যক্তিতে সু ভালো। ଆମେରିକାର ଏଠି କଣ ହଉଛି? ଆଉ ଅବ୍ରାହ୍ମ ହସ୍ୟ ବି ବହୁତ ଭଲ। ସ୍ୱଭାବରେ ଦି ଜଣ କେହି କାହାରିକୁ ନାହୁନ୍ତି। ନମ୍ର,
ଉପକାରୀ ସବୁ ସ୍ୱଭାବ ଦି ଜଣ ଠାରେ ପୁରା ଭରପୁର ମାତ୍ରାରେ ଅଛି ଆଉ ଦି ଜଣ ଯାକ ଗୋଟିଏ ହତାଙ୍କର ପତି ଆପଣ ହେଇଛନ୍ତି ନା ପତି ହେଇଛନ୍ତି ନା ହେଇଛନ୍ତି ତ ଦୁଇଟା ଆଚ୍ଛା ବଢିଆ ପ୍ରଭୁ ଆଶୀର୍ବାଦ କରୁଛନ୍ତି ଭଲ କଥା ତେବେ ଆମ ପାଖରେ ଯଥେଷ୍ଟ ଜନ ସମ୍ପତ୍ତି ଅଛି ଆମ ପାଖରେ ଚଳିବ ଦୁଃଖ କରନି ଆମ ପାଖରେ ଯଥେଷ୍ଟ ଅଭାବ ନାହିଁ ଯାଙ୍କ ପାଖରେ ଚଳିବ ଧ୍ୟାନ ଦେବେ ତ କୋଟିପତି ମହାଶୟ ଆନାଉନ୍ସ କରିବେ ଶୁଣ ଭାଇ ଭଉଣୀ ମାନେ ଆପଣମାନଙ୍କର ଯେବେ କୌଣସି ଅଭାବ ହବ ମୋତେ ଗୋଟିଏ ମିସ୍ଡ କଲ୍ ଯେ ଦେଇଦେବ କଲ୍ କରିବାର ଆବଶ୍ୟକ ନାହିଁ ସବୁ ଠିକଠାକ ହେଇଯିବ ଆଉ ଅବ୍ରାହମ ଲିଙ୍କନ ଆଶ୍ଚର୍ଯ୍ୟ ନାହିଁ ତ ସତରେ ଏ ମାସରେ ଆନାଉନ୍ସ କରୁଛନ୍ତି କଣ ଶୁଣ ଭାଇ ଭଉଣୀ ମାନେ ଆପଣଙ୍କର ଦୁଃଖ ଆସିଲେ କଷ୍ଟ ଆସିଲେ ଅଭାବ ଆସିଲେ ସମସ୍ୟା ଆସିଲେ ମୋତେ ବି ଗୋଟେ ମିସ୍ଡ କଲ୍ ଦେଇଦେବ ମୁଁ ଆପଣଙ୍କ ପାଇଁ ଠିଆ ହେବି କିନ୍ତୁ ତାଙ୍କର ନିଜ ପାଇଁ ହିଁ ଅଛି ସମ୍ପତ୍ତି ଆଉ ତାଙ୍କର ପୁରା ସହରକୁ ପାଳନ କରିବା ପାଇଁ ସମ୍ପତ୍ତି ଅଛି ତେବେ ମୋତେ କୁହନ୍ତୁ ପ୍ରିୟ ମା ଭାଇ ଭଉଣୀ ମାନେ ଆପଣମାନେ କାହାକୁ ପ୍ରଥମେ ଯୋଗାଯୋଗ କରିଥିଲେ ଟିକେ ଜୋରସେ କହିବ ବନ୍ଧୁ କାହାକୁ ଆगे ମାନେ ହେଲ୍ପ କରିବେ କି କୋଠି ଅଛି ଚଲ ଫଟୋ ପାଇଲେ ମୁଁ ଯାଆନ୍ତୁ ଧନ୍ୟବାଦ এইটা বুঝিবা ପାଇଁ ତ କିଛି ଆମକୁ ଅସୁବିଧା ହେଲା ନାହିଁ କୋଟିପତି କିପତି କୋଟିପତି ଗୋଟେ ନର୍ମାଲ ମଣିଷ ମାଟିରେ ତିଆରି ହେଇଛି ସେଇ ମଣିଷ ଯଦି କହିଦେବ ଆପଣଙ୍କୁ ଭାଇରେ ଭାଇନା ଭଉଣୀ ମାମେ ମାଉସୀ ତୋତେ ଅଭାବ କଲେ ମୋତେ ଟିକେ ଯୋଗାଯୋଗ କରେ ଆମକୁ ଲାଜ ସରମ ଅଛି କି ଯେଉଁ ପ୍ରଭୁ ଆଚ୍ଛା ଆମର ପ୍ରଭୁଙ୍କର କେତେ ଏକର ଜମି ଥିବ ବନ୍ଦବାରଗୁଡ଼ା ଅଧେ ଏକର ବଲାଙ୍ଗୀରରେ ଦେଢ଼ ଏକର ଆଉ ଭୁବନେଶ୍ୱର ସହର ତ ସେଠି ବେଶୀ ନଥିବ ପ୍ରାୟ ଏକର ଆମ ପ୍ରଭୁଙ୍କର ସମ୍ପତ୍ତି କେତେ ହେବ ଆଜ୍ଞା ସବୁ ମିଶିକି ଗୋଟେ 2 ଟଙ୍କା 50 ପଇସା ସମସ୍ତ ଜଗତ ତାଙ୍କ ସାରା ପୃଥିବୀ ଆଉ ଚନ୍ଦ୍ର ଆମର विश्वास करके से कहला अरे खास नमस्कार रखे हैं प्रभु को कौन भावुଛନ୍ତି प्रभु को ଗୋଟେ ମନୁଷ୍ୟ ନାଶ କଲେ ଆପଣ ତୁରନ୍ତ ଗାଳି ଦଉଛନ୍ତି ଆପଣଙ୍କର ଅଛି ବୋଲି ଆଉ କଣ ବୋଲି କହିବା ଥିଲା ଆପଣଙ୍କୁ ସମସ୍ତ ଚିନ୍ତାର ଭାର ପକାଅ ତ ଭାଇ ନାରେ ପକାଅ ମାଉସୀ ପକାଇ ଦେ और কথা আমরা কইছি বুঝছো এখন তোমার পড়ে হাতে না What is this? पानी बोतल यार ढक्कन खोलिबी याको पूरा ढाई देबी ढाई देला परे एठारे पानी रहिला କଥା କି जोर से नहीं ଅତଟା जोर से कोई पारे मत ଟିକେ କୋଉଠି ବାବୁ ପଡିବ ନାହିଁ ଆଉ ଟିକେ ପରେ ମୁଁ କହିବା ଟୋଟାଲ ବନ୍ଦ କରିଦେବି हां हां ଆପଣ ପାଖରେ ପାଣି ବୋତଲ ଅଛି ଢକ୍କନ ଖୋଲିଲେ ପାଣି ଢାଳି ଦେଲେ ସେଥିରେ ଆଉ କିଛି ପାଣି ରହିବ ନାହିଁ ଆଚ୍ଛା ପରମେଶ୍ୱର କହିଲେ ସମସ୍ତ ଚିନ୍ତାର ଭାର ମୋ ଉପରେ ପକାଅ ଯଦି ମୁଁ ସବୁ ଚିନ୍ତାର ଭାର ପକାଇ ଦେଇଥିବି ଆଉ ମୋ ଠାରେ ଚିନ୍ତା ଦେଖାଯିବା କଥା କି ଯାଉଛି ନା ନାହିଁ କହ ଜୋର ଜୋର ସେ କହ What type of life am I living? Which God I know? एक रे पहुंचिलु तथापि 1 2 3 4 5 हातरे इधर रखितो अरे प्रभु मुझे जानो कागज समय है ही तो नहीं काम बंद करेंगे 8टा वाले स्टार्ट करना अगेन जाए Sorry to say this is true. केते कथा सुनिबा आपको लाग्या छाड़ो बहुत जरूरी एनीवे ताहा कहबा में चाहने आगामी दिन मान प्रतिष्ठा करंतु आ प्रतिष्ठा वाक्य सुन आसन खाली आछन बहुत प्रभु महान दास
যথেষ্ট সময় দিয়া যাব ସାର୍ ଆମ ହାଲେଲୁୟା ପ୍ରଭୁ କହିଲେ ତମମାନେ ମୁକ୍ତି ଘୋଷଣା ହେଇଛି ମାନେ ମୁକ୍ତି ଅଛି ଗ୍ୟାରେଣ୍ଟି ଅଛି ମୁଁ ପାଇଲି କି କେବେ ପାଇବି କୌଣସି ବିଷୟ ନିମନ୍ତେ ଚିନ୍ତା କର ନାହିଁ ମୋତେ ଗୋଟେ କଥା କୁହନ୍ତୁ ଆପଣଙ୍କର ପୁଅକୁ ସାନ ପୁଅକୁ ସାନ ଝିଅକୁ ଯାହା ସେ କରିପାରିବ ନାହିଁ ଆପଣ ତାକୁ କହିପାରିବେ କି କର କହିପାରିବେ ନାଇଁ ଆମେ ମଣିଷ ହେଇକି ଯଦି ନିଜର ପୁଅ ଝିଅକୁ ତାର ଶକ୍ତିର ସକ୍ଷମର ବାହାର କଥା କହୁନାହୁଁ ଏଠାରେ ଯଦି ଲେଖାଯାଇଛି ମାନେ ମୋ ଦ୍ୱାରା ତା ସମ୍ଭବ ଏଥିପାଇଁ ଲେଖାଯାଇଛି ବିଶ୍ୱାସ ନାହିଁ ପଢିବାର ନାହିଁ ବୁଝିବାର ନାହିଁ ଭରସା ନାହିଁ ଆଉ ଚର୍ଚ୍ଚ ଆସୁଥିବା ଚର୍ଚ୍ଚ ଯାଉଥିବା ଫେରୁଥିବା ପ୍ରାର୍ଥନା ମଧ୍ୟ କରୁଥିବା ଆଉ ଆଖିରୁ ଝଡ଼ ମଧ୍ୟ ଥିବା ଏପଟେ ଆଣ୍ଠେଇକିରି ପ୍ରାର୍ଥନା କରିଦେଇଥିବେ ଭଁ 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 ହେଇ କାନ୍ଦି କାନ୍ଦି ପ୍ରାର୍ଥନା ସରୁ ସରୁ ଆଚ୍ଛା 2,000 ଟଙ୍କା ପ୍ଲିଜ୍ ଏଇଟା ବିଶ୍ୱାସ କି ଟିକେ କହିଦେଲା ମୁଁ ଦେଖିଥିଲି बहुत सुंदर डॉक्यूमेंटेशन जो मतलब मने मने लास्ट ईयर गोल्डन जुबली प्रोग्राम थिला दिथि प्रोग्राम किछ पिला माने एछा को जाइते neki କହିଥିଲା एनीवन କିଏ ଉଡା ଆଇଥିଲା ମୁଁ प्रेज गॉड के बोलो प्रेज एंड जाओ न फ्रॉम मीटिंग ना और लास्ट को स्वर्ग जीवन बाहर जाओ गुड ଆପଣଙ୍କର ୱେଷ୍ଟର୍ନ ଓଡ଼ିଶାରେ ଥିଲା ୱେଷ୍ଟର୍ନ ଓଡ଼ିଶାର ଆପଣଙ୍କର ଶ୍ରୀ ଅର୍ଗାନାଇଜେସନ ଆଉ ପ୍ରଭୁ ମଧ୍ୟ ସୁଯୋଗ ଦେଲେ ସେଠାରେ ବକ୍ତା ଯିବା ପାଇଁ ଗତ ବର୍ଷ ସେଇ ମାର୍ଚ୍ଚ ଆଜି 8 ରାଇଟ୍ 8-9-10 ତାରିଖ ଥିଲା ସନ୍ଧ୍ୟାବେଳାରେ ହିଁ ଥିଲା ସେମାନେ ମେସେଜରେ ମୋତେ ଦେଲେ 7:40-45 ଜାଣନ୍ତି ମେସେଜ କେତେବେଳେ ସରିଲା 10:50 8:45 9:45 10:50 Praise the Lord. मैं यहाँ को नहीं मुझे समय दिया जाओ नहीं मुझे जस्ट मने पड़ला तो मुझे बहुत खुशी लागुची वर्षन ओडिशा रे प्रभु पुणी थर बलांगीर काणिले सही दिन राणिले अना गोल्डन जुबली रे वाक्य मते मैच ही जाଉଛି केते कोन कहयो समय खाली टिके मैच नहीं पाला नहीं प्रभु निश्चय देबे आशा करी भलो वाक्य अछि प्रभु दास कृपा पर माने जति सुनतु म शॉर्टली कहि सारुची मुक्ति अछि हमको चिंता रे बंचिबार आभार नाही पड़ोसर के हाथ पड़ोसर के हाथ हनांतु और कहंतु जल्दी जल्दी मते हाथ दे गणंतु कोरोना हमने देखंतु अब कहंतु आज्ञा और से कोन आज्ञा आपण जे चिंता रे रुहंतु एहा आपणको इच्छा कारे होइथिबो मोर बापा के इच्छा जम्मा नाही प्लीज ठीक है पूछी जाती है एटलीस्ट पूछी जा उनको देखो ना कितने सुंदर विषय देखो वो मुक्ति अच्छी आ गया भाई चिंता मुक्ति संभव ठीक है बच्चों गोटे दिन रे कोटि संपत्ति रात हो गला मुह लंबे पर्वत परी कोली चिंता रे बसिले की Blessed be the name of the Lord. C'est elle c'est elle. Nelle. ताकि मौत समुद्रे बाजे पड़ोगी. चारों नामनाए सोहेला चित नामको. आज्ञा भलो नहीं. किसी लागो नहीं. मुक्ति अच्छी. अनुभूति विषय अच्छे. कौन सा लाजर बखले. माँ नाते बापा नाते भाई नाते भौणी नाते भाई को मत हुए नाते भाई लोग नहीं चर्च नहीं गुरुजी पर नहीं मस्तिष्क करो आराम करी दौड़े बांधो देखा भक्ति अच्छा घा कौन कर ले वो घा भक्ति लिखा अच्छे भक्ति अच्छा मोटे कोई बार में एक जगह में कौन भक्ति हो चुकी ना भागा दिखाओ बुझा पड़ला तो भक्ति माने करे याको भक्ति कुआ जीव नाही भक्ति जो शरीर रे ठार भक्ति जीव कहले गोटे जगह मते खाली नाही से व्यक्ति तो मोर जीव बोली कहले फासी गला नाही हां को जिसो को जाने छ प्रभु को लोकमाने प्रायोरिटी चेंज करो तो ए जीवन सब दिन पाए नाही क्षण मंगल आज अच्छी काली की नथिबो चिंता करी समय बर्बाद करो
ଦେଖନ୍ତୁ ଫିଲିପ 3:8 କହନ୍ତି ଆପଣଙ୍କର ଟାଇମ୍ ରେ ପଢନ୍ତୁ ନାହିଁ ଶୁଣନ୍ତୁ ଖାଲି ତାର ସାରମର୍ମ ହେଉଛି ଯୀଶୁଙ୍କୁ ଛାଡ଼ିଦେଲେ ତାହେଲେ ଯୀଶୁଙ୍କୁ ଛାଡ଼ିଦେଲେ ଆଉ ଧରା ପୃଷ୍ଠରେ ଆପଣଙ୍କ ପାଇଁ nothing is important ଦୟାକରି ବୁଝନ୍ତୁ ଏହାକୁ ସେ କହିଲେ ଯୀଶୁଙ୍କୁ compared to Jesus nothing is valuable ଏହି ମାଇଣ୍ଡସେଟ୍ ଯଦି ଆମେ ଆଣିଦେବା ଆମେ କେବେ ମଧ୍ୟ ଚିନ୍ତିତ ହୋଇ ରହିବା ନାହିଁ ପଇସା ମିଳିଲା praise the Lord ପଇସା ମିଳିଲା hallelujah nothing is important money is not important he who gives money is important ଆଜ୍ଞା ଟଙ୍କା ଇମ୍ପୋର୍ଟାଣ୍ଟ ନୁହଁ ଟଙ୍କା ଯିଏ ଦିଅନ୍ତି ସେ ଇମ୍ପୋର୍ଟାଣ୍ଟ ଅଟନ୍ତି ସୁସ୍ଥତା ଇମ୍ପୋର୍ଟାଣ୍ଟ ନୁହଁ ସୁସ୍ଥ ଯିଏ କରନ୍ତି ସେ ଇମ୍ପୋର୍ଟାଣ୍ଟ ଅଟନ୍ତି ବୁଝିଛୁ କି ଆମେ ଯଦି ବୁଝିଥାନ୍ତୁ ଆଜି ଚିନ୍ତାରେ ଭାଙ୍ଗି ନଥାନ୍ତୁ ଆରେ ଭାଇ ଦେହ ଖରାପ ହେବ ମାଟିର ଶରୀର କୀଟାଣୁ ବୀଜାଣୁ ପରିବେଶ ଦେହ ଖରାପ ହବ ଦେହଟା ଖରାପ ହେଲା ମନ କାହିଁକି ହବ ଖରାପ ଆତ୍ମିକ ଶରୀର କାହିଁକି ଖରାପ ହବ ବର୍ଣ୍ଣନା କରିପାରୁନାହିଁ ମୁଁ ଚିନ୍ତାର ମୁକ୍ତି ପାଇବା ନିମନ୍ତେ ପ୍ରଥମ କଥା ମାଇଣ୍ଡ ସେଟ୍କୁ ଚେଞ୍ଜ କରନ୍ତୁ ପ୍ରାୟୋରିଟି ଚେଞ୍ଜ କରନ୍ତୁ ସବୁ କିଛି ଅସାର ଅଟେ ସବୁ କିଛି ବେଷ୍ଟ ଅଟେ କେବଳ ଯୀଶୁ ହିଁ ସାର ଅଟନ୍ତି ଆପଣଙ୍କର ନିଡ୍ କୁ ବୁଝନ୍ତୁ ପ୍ଲିଜ ମୁଁ କହିଲି ଆପଣଙ୍କର ନିଡ୍ ଆବଶ୍ୟକକୁ ଯଦି ବୁଝିଯିବେ ଆପଣ ଚିନ୍ତାର ଆଜି ମୁକ୍ତି ପାଇକି ଯିବେ ଆପଣଙ୍କର ଅସୁବିଧା କଣ କହିଲେ ଆଇ ନିଡ୍ ମନି ଆଇ ନିଡ୍ କ୍ୟାଶ ଏଥିପାଇଁ ଆପଣ ଚିନ୍ତାରେ ରହୁଛନ୍ତି ଯଦି ଆପଣ କହିଲେ ଆଇ ନିଡ୍ ଜିସସ୍ ଆଟ୍ ଏନି କଷ୍ଟ ଜିସସ୍ ଇଜ always available hallelujah Jesus ସବୁବେଳେ available ସର୍ବଦା available ସମସ୍ତଙ୍କ ପାଇଁ available ଆପଣ କେମିତି ଦୁଃଖରେ ରହିବେ ନାହିଁ ଏଣୁ ସୁସ୍ଥତା ଖୋଜନ୍ତୁ ନାହିଁ ସୁସ୍ଥ ହେଲେ ହାଲେଲୁୟା ନହେଲେ ମଧ୍ୟ ହାଲେଲୁୟା ଟଙ୍କା ଖୋଜନ୍ତୁ ନାହିଁ ଘର ଖୋଜନ୍ତୁ ନାହିଁ ସେଟଲମେଣ୍ଟ ମଧ୍ୟ ଖୋଜନ୍ତୁ ନାହିଁ ଆଉ ଥରେ କହୁଛି ସେଟଲମେଣ୍ଟ ଖୋଜନ୍ତୁ ନାହିଁ ଯଦି ଖୋଜିବା ପାଇଁ କିଛି ଚାହୁଁଛନ୍ତି ଯୀଶୁଙ୍କୁ ଖୋଜନ୍ତୁ ଧନ୍ୟ ହୋଇଯିବ ଆପଣଙ୍କ ଜୀବନ ମୁଁ ସମସ୍ତଙ୍କୁ ୱେଲକମ୍ କରୁଛି ଆପଣ ଆସନ୍ତୁ ମୋ ସହିତ ଗୋଟେ ହପ୍ତାହେ ରୁହନ୍ତୁ ନହେଲେ ଆପଣ ଲୁଚି କରି ମୋତେ ଟିକେ ପରୀକ୍ଷା ନିରୀକ୍ଷା କରନ୍ତୁ ମୁଁ ଚ୍ୟାଲେଞ୍ଜ ଦେଇ କହିପାରିବି ମୁଁ ଚେଷ୍ଟ ଚିନ୍ତାରେ ବଞ୍ଚୁ ନାହିଁ ଏଥିପାଇଁ ନୁହଁ କି ମୋ ପାଖରେ ପର୍ଯ୍ୟାପ୍ତ ସମ୍ପତ୍ତି ଆଜ୍ଞାଙ୍କ ପରି ଅଛି ମୋ ପାଖରେ ଯଦି କିଛି ଅଛି ସେ ମୋତେ ସୃଷ୍ଟି ଯିଏ କରିଛନ୍ତି ସେ ଅଛନ୍ତି ଦ୍ୟାଟ୍ ଇଜ ମୋର ଦ୍ୟାନ୍ ଇନଫ୍ ଦ୍ୟାନ୍ ଏନିଥିଂ ଲାଇଫ୍ ବହୁତ ସିମ୍ପଲ ଅଟେ ଆଜ୍ଞା ଲାଇଫ୍ କୁ ଯିଏ ଗଠନ କରିଛନ୍ତି ତାଙ୍କୁ ଜାକୁଡ଼ି ଧରନ୍ତୁ ବାକି କଣ ଥାଉ କି ନ ଥାଉ କିଛି ବଡ଼ କଥା ନାହିଁ ମୁକ୍ତି ଚିନ୍ତାର ମୁକ୍ତି ପାଇବା ପାଇଁ ହେଲେ ମାଇଣ୍ଡସେଟ୍ ବଦଳାଇ ଦିଅନ୍ତୁ nothing is important than Jesus everything ଧନ୍ୟ ହୋଇଯିବ ଆପଣଙ୍କ ଜୀବନ ଆପଣଙ୍କର ଆଉ କିଛି ଖୋଜିବାକୁ ଇଚ୍ଛା ହେବ ନାହିଁ ମୋ ଅନୁଭୂତିରୁ କହୁଛି ଏମିତି ମୁଁ ଖାଉ ନାହିଁ କିଛି ଇଚ୍ଛା ହେବ ନାହିଁ ଆପଣ କିଛି ଲଢ଼ିବେ ନାହିଁ in the power of compared to Jesus everything is garbage ଚିନ୍ତାକୁ କଣ ଷ୍ଟାଣ୍ଡାର୍ଡ ଯୀଶୁଙ୍କ ତୁଳନାରେ ଜଗତର ସବୁ କିଛି ଓୟା ମାଇ ଗଡ୍ ଆବର୍ଜନା ଲୁକ ଆଉ ବଢିଆ ଲେଖନ୍ତି ଲୁକ 16:15 ଟିକେ ପଢି ଦେଉଛି ସେଥିରେ ସେ ସେମାନଙ୍କୁ କହିଲେ ଯେଉଁମାନେ ଆପଣଙ୍କୁ ମନୁଷ୍ୟମାନଙ୍କ ଦୃଷ୍ଟିରେ ଧାର୍ମିକ ବୋଲି ଦେଖାନ୍ତି ତୁମେମାନେ ସେଇ ପ୍ରକାର ଲୋକ କିନ୍ତୁ ଈଶ୍ୱର ତୁମମାନଙ୍କର ହୃଦୟ ଜାଣନ୍ତି କାରଣ ଯାହା ମନୁଷ୍ୟମାନଙ୍କ ମଧ୍ୟରେ ଯାହା ଶୁଣିବେ ଧ୍ୟାନରେ ଯାହା ମନୁଷ୍ୟମାନଙ୍କ ଦୃଷ୍ଟିରେ ଯାହା ମନୁଷ୍ୟମାନଙ୍କ ମଧ୍ୟରେ ଉଚ୍ଚୀକୃତ ତାହା ଈଶ୍ୱରଙ୍କ ଦୃଷ୍ଟିରେ ଘୃଣିତ abominable ମନୁଷ୍ୟ ଦୃଷ୍ଟିରେ କଣ ଆଜ୍ଞା ଅସ୍ୱୀକୃତ ନମ୍ବର 1 ଆସିବ ମନି ସୁନା
রূপা সম্পত্তি ঘর বগলা গাড়ি পদ উচ্চপদ সম্মান ঈশ্বর দৃষ্টিରେ ସବୁ କଣ ଘୂର୍ଣ୍ଣି ଯାଉଛି ମୁଁ ବା ତାଙ୍କରି ସନ୍ତାନ ମୋର ପିତାଙ୍କର ଚିନ୍ତାକୁ ମୁଁ କଣ ଆପଣେଇ ପାରିଛି ଅଯଥା ଚିନ୍ତାରେ ରୁହନ୍ତୁ ନାହିଁ ମୁକ୍ତିର ଦିବସ ଘୋଷଣା ହୋଇଛି ଆପଣର ମାନସିକତାକୁ ବଦଳାନ୍ତୁ ଦୁନିଆ ସବୁଦିନ ପାଇଁ ରହିବ ନାହିଁ ଆପଣ ରହିବେ ନାହିଁ ସବୁଦିନ ପାଇଁ ଯେଉଁଠାରେ ଆପଣ ଅଳ୍ପ କ୍ଷଣ ପାଇଁ ଆସିଛନ୍ତି ସେଠାରେ ପ୍ରଭୁ ଯାହା ଦେଇଛନ୍ତି ଧନ୍ୟବାଦ ଦେଇକି ରୁହନ୍ତୁ କିଛି ଖୋଜନ୍ତୁ ନାହିଁ କିଛି ଚାହାନ୍ତୁ ନାହିଁ ଯଦି କିଛି ଖୋଜିବେ ଯେ ଆପଣଙ୍କୁ ବନେଇଛନ୍ତି ତାଙ୍କୁ ଖୋଜି ସମୟ ବିତାନ୍ତୁ ଧନ୍ୟ ଜୀବନ ଆପଣମାନେ ପାଇବେ Hallelujah. Praise the Lord. Number 2, ଚିନ୍ତାରୁ ମୁକ୍ତି ପାଇବା ପାଇଁ ଯୀଶୁ କହିଲେ ମାଥ୍ୟୁ 6:30-31 ରେ ହେ ଅଳ୍ପ ବିଶ୍ୱାସୀମାନେ କାହିଁକି ଚିନ୍ତା କରୁଛ କାହିଁକି ଚିନ୍ତିତ ଖାଇବା ପାଇଁ ଚିନ୍ତିତ ପିନ୍ଧିବା ପାଇଁ ଚିନ୍ତିତ ପିଇବା ପାଇଁ ଚିନ୍ତିତ ଘର ପାଇଁ ଚିନ୍ତିତ କାହିଁକି ଚିନ୍ତିତ ଅର୍ଥାତ୍ କେଉଁମାନେ ଚିନ୍ତା କରନ୍ତି ଆଜ୍ଞା ଏହି ପଦ ଅନୁସାରେ ଯାହାର ବିଶ୍ୱାସ ଅଳ୍ପ ଆପଣ କହିବେ ଷ୍ଟିଫେନ୍ ଭାଇ ବିଶ୍ୱାସ ଅଛି ବୋଲି ଆସିଲୁ ଆଚ୍ଛା ହଁ କି ଯାକବ ଲେଖନ୍ତି 1:2 ଆମ୍ଭେମାନେ ନାନା ପ୍ରକାର ପରୀକ୍ଷାରେ ପରୀକ୍ଷିତ ହେଉଥିବା ସମୟରେ ତାହାକୁ କଣ ବୋଲି ମନେ କର ନା କଣ ବୋଲି ମନେ କର सबको पास बोले मैं जाने ना बोले आओ पचाए भी नहीं ऑप्शन नहीं राइट खाली आनंद नहीं हो क्या आनंद हाँ जाओ देखी तो कभी नहीं किस विश्वास आनंद think about it practically ମୁଁ ପୁଣି ଯେତେବେଳେ ପରୀକ୍ଷା ଦେଇ ଗତି କରିବି ସେତେବେଳେ ସେ ପରୀକ୍ଷା କଣ ବୋଲି ମନେ କରିବି ବିଶେଷ ଆନନ୍ଦ ecstatically clap very ସମ୍ଭବ ଜେଲଖାନାର ଅଛନ୍ତି ଖାଇବା ପାଇଁ ନାହିଁ ପିନ୍ଧିବା ପାଇଁ ନାହିଁ ପିଇବା ପାଇଁ ନାହିଁ କରେଣ୍ଟ ନାହିଁ ଲୋକ ନାହାନ୍ତି କେହି ନାହାନ୍ତି ମଧ୍ୟରାତ୍ରରେ ଉଠୁଛନ୍ତି ଈଶ୍ୱରଙ୍କର ସ୍ତବଗାନ କରୁଛନ୍ତି କି ଜୀବନ ଦେଖନ୍ତୁ ବାଇବଲର ସାଧୁମାନେ ଅତିବାହିତ କରୁଛନ୍ତି ଗୋଟେ ମାସର ଟଙ୍କା ଆସିଲା ନାହିଁ ବୋଲି କି ଅବସ୍ଥା ହେଉଛି ଆମର ଏହାକୁ ବିଶ୍ୱାସ ଜୀବନ କୁହାଯାଏ ଆପଣ ବିଶ୍ୱାସୀ କି ବୋଲେ ହଁ କାହାକୁ ବିଶ୍ୱାସ କରୁଛନ୍ତି କାହାକୁ ବିଶ୍ୱାସ କରୁଛନ୍ତି ବିଶ୍ୱାସୀ କେବେ ଚିନ୍ତା କରି ବଞ୍ଚିବ ନାହିଁ ପରୀକ୍ଷା କରି ନେବେ ନିଜକୁ ପରୀକ୍ଷା ଆସିବା ସମୟରେ praise the Lord this is the time I was waiting for ଏହା ବାହାରିବା ଦରକାର thank God ମୁଁ ଏହି ସମୟ ଅପେକ୍ଷା କରୁଥିଲି ଆଜ୍ଞା ଆପଣ କହିବେ ମୁଁ ଭଲ ପାଠ ପଢିଛି ଭଲ ରେଜଲ୍ଟ ମୁଁ ଆଣିବି ମୁଁ ଭଲ ଜବ୍ କରିବି ମୁଁ କେମିତି ଜାଣିବି ପରୀକ୍ଷା କ୍ୱେଶ୍ଚିନ୍ ପେପର ଆସୁ ଆପଣ ଟିକେ ଯାଆନ୍ତୁ ବସନ୍ତୁ ଲେଖନ୍ତୁ ଆଉ ରେଜଲ୍ଟ ଡେଟ୍ ଆସୁ ଆସିଲା ପରେ ରେଜଲ୍ଟ ସିଟ୍ ମୋ ପାଖକୁ ଟିକେ ଆସୁ ସେତେବେଳେ ମୁଁ ଜାଣିବି ତମେ ଭଲ ପାଠ विश्वासी बोली जिम्हारे केवल कईगले हुआ ना परीक्षा आसीला बेलकु प्रेज द लॉर्ड बोली बाहर उठिबार अछि हालेलुया बोली बाहर उठिबार अछि प्रभु द्वारा गौरवର शब्द हृदयରୁ बाहर उठिबार अछि विश्वास अछि तो नहीं खावा परीक्षा करने देबे प्रभु निश्चय केबे सुযোগ देबे आपण यहाँ निश्चय सारी आज नहीं तो केबे तो प्रभु करिबे विश्वास तो बढ़ाନ୍ତୁ आइब कहले महा कोई सारे में बाध्य होची दुखित नप्रार्थी आइब कहले घरे से करिबे मु जाने तुमे सब करिबा सब माने सब मोर जीवन को ठीक कर पारो मोर मन को धरे पारो मोर स्वामी को चेंज कर पारिबो मोर स्त्री को बदलाय पारिबो मोर युवा कोच को चेंज कर पारिबो समान लाइफ कर पारिबो हमर समस्त दुख को दूर हो पारिबो अमर को दूर हो पारिबो दुई गुण आशीर्वाद को भरपूर कर पारिबो आई नो गॉड ए आई नो कोई बोले हमने कोई पारिबो तो
19-25 रे I know my redeemer is alive ମୋର ତ୍ରାଣକର୍ତ୍ତା ଜୀବିତ ଏ ଜାଣିଥିଲା ବନ୍ଦିଆ ହେଇଯାଇଛି ଆପଣ କେବେ ଜାଣିବେ ପ୍ରିୟ ଭାଇମାନେ ଈଶ୍ୱରଙ୍କ ହୃଦୟର ବେଦନା ଆପଣମାନଙ୍କ ସମ୍ମୁଖରେ ରଖୁଛି ମୁଁ ଯାଉଛି ମନେ କରନ୍ତୁ ଆପଣଙ୍କର ବହୁତ ଧନ ସମ୍ପତ୍ତି ଥିବ ଯେଭଳି ଉଦାହରଣ ଦେଲି ଆପଣଙ୍କ ପୁଅ ମନେକର ପଡ଼ୋଶୀ ଘରକୁ ଯାଇ ଲାଗିବ ଆଜ୍ଞା 10 ଟଙ୍କା ଦିଅନ୍ତୁ କେମିତି ଲାଗିବ ଆପଣଙ୍କୁ ଆମେ କଣ ତାହା କରୁନାହୁଁ କି ପିତା ବୋଲି ଡାକି ଦେଉଛେ ପିତାଙ୍କର ଶକ୍ତିର ଆମକୁ କିଛି ଧାରଣା ନାହିଁ ସେ କଣ ଆଜି ମରିଯାଇଛନ୍ତି ତାଙ୍କ ନାମରେ ଝିଅ ବା ଚିନି ନୁହେଁ ସେ ଖାଲି ଆଜି ଝିଅ ସେମାନେ ନୁହନ୍ତି ହଁ ତୁ ଯା ବହୁତ କଷ୍ଟ ଲାଗୁଛି ଯୀଶୁଙ୍କ ଈଶ୍ୱରଙ୍କ ଶକ୍ତିକୁ ଜାଣନ୍ତୁ ଚିନ୍ତା ଶୂନ୍ୟ ଜୀବନ ପାଆନ୍ତୁ ଯଦି ଆପଣମାନେ ଚାହିଁବେ ୟୁଟ୍ୟୁବରେ ବହୁତ ମେସେଜ ଦେଇଛି ମୋ ଚିନ୍ତାକୁ ନେଇ ବହୁତ 9-10ଟା ମେସେଜ ଅଛି ଆପଣମାନେ ଯଦି ଚାହିଁବେ ଚିନ୍ତା ଶୂନ୍ୟ ଜୀବନ ପାଇବା ପାଇଁ ନିଶ୍ଚୟ ଶୁଣିଲେ ନାଁ ଯଦି ମାରିବେ ଆପଣମାନେ ପାଇଯିବେ ଈଶ୍ୱରଙ୍କ ଇଚ୍ଛା ନାହିଁ ଆଜ୍ଞା ଚିନ୍ତାରେ ରୁହନ୍ତୁ ବୋଲି ଆପଣ ମା ବାବା ମାନେ ମୋତେ କୁହନ୍ତୁ ତ ଆପଣଙ୍କ ପୁଅ ଯୋଉ ଚିନ୍ତାରେ ରହିଲେ ଆପଣ ଖୁସି ହେଇପାରିବେ କି ରକ୍ତ ଦେଇଛନ୍ତି ରକ୍ତ ଶରୀର ପକ୍ଷରେ ବିଚ୍ଛେଦ କରିଦେଇଛନ୍ତି ଆମେ ଚିନ୍ତାରେ ଭାଙ୍ଗି ପଡ଼ିବୁ ବୋଲି କାନ୍ଦି କାନ୍ଦି ଆମେ ରହିବୁ ବୋଲି ନିରାଶ ହେଇକି ଆମେ ରହିବୁ ବୋଲି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜଗତକୁ ଆସିଲେ ଅପର୍ଯ୍ୟାପ୍ତ ଜୀବନ ଦେବା ପାଇଁ ଚିନ୍ତାରେ ଆମକୁ ଦେଖିବା ପାଇଁ ନାହିଁ ଅନୁଗ୍ରହର ବର୍ଷ ଘୋଷଣା ହୋଇଛି ବନ୍ଧୁମାନଙ୍କ ମୁକ୍ତି ଘୋଷଣା ହୋଇଛି ଆଜି ମୁକ୍ତି ପାଇବାର ସମୟ ହେବ ଆଜି ବନ୍ଧୁର ବାହାରିବାର ସମୟ ହେବ ପ୍ରାୟୋରିଟି ଚେଞ୍ଜ କରନ୍ତୁ ନମ୍ବର 1 ନମ୍ବର 2 ବିଶ୍ୱାସରେ ମଜବୁତ ହୁଅନ୍ତୁ ଏ ବିଶ୍ୱାସ କିପରି ବଢ଼ିବ ଈଶ୍ୱରଙ୍କୁ ଜାଣନ୍ତୁ ତାଙ୍କ ଶକ୍ତିକୁ ଜାଣନ୍ତୁ ଗୋଟିଏ ୱାର୍ଡରେ ବିଶ୍ୱକୁ ତିଆରି କରିବାର କ୍ଷମତା ଆମ ପ୍ରଭୁଙ୍କ ପାଖରେ ଅଛି ଗୋଟିଏ ୱାର୍ଡରେ there is the God we serve ଜାଣନ୍ତୁ ସେ ପ୍ରଭୁ ମଶା ବାଡ଼ି ଧରିବାର କଣ ସାଗର ଦୁଇ ଭାଗ ଆଜ୍ଞା ସମୁଦ୍ର ପ୍ରଭୁ କରିନାହାନ୍ତି କିଛି ଫୁଙ୍କି ଦେଲେ ପବନ ପଳେଇ ଆସିଲା ସଇଲା that is the power of Almighty ଜାଣିଛୁ ଆମେ ସେ ପ୍ରଭୁଙ୍କୁ এই বাঘ সিংহ দুর্নি পড়ি জিভু জাহাজরে চড়িবে আজ্ঞা আজ্ঞা স্যার କଣ ଭାବୁଛନ୍ତି ପ୍ରଭୁଙ୍କର ସତ୍ୟକୁ ଜାଣନ୍ତି କି ସେ ପ୍ରଭୁ 100 ବର୍ଷ ହେଇଯାଇଛି ବୁଢା ଅବ୍ରାହ୍ମଣ ସେ କହିଲେ ମୁଁ ମୃତବ তোমার পাখে 11টা ମୋର ସର୍ବସ୍ୱ ଗର୍ଭ ମରିଯାଇଛି ଆଶା ନଥିଲେ ସୁଦ୍ଧା ବିଶ୍ୱାସ କଲେ ଲେଖାଯାଏ ଈଶ୍ୱରଙ୍କୁ ଜାଣି ବିଶ୍ୱାସରେ ସେ ଦୁର୍ବଳ ହେଲେ ନାହିଁ ଯଦି ପରମେଶ୍ୱର କଥା ଦେଇଛନ୍ତି ସେ କଥା ରଖିପାରନ୍ତି ଜାଣନ୍ତୁ ସେ ପ୍ରଭୁ ଚିନ୍ତାର ବାହାରନ୍ତୁ ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ ବଡ଼ ସମୟ ହେଇଯାଇଛି ମୁଁ ହୃଦୟରୁ ଲିଖିତ କ୍ଷମା ଚାହୁଁଛି ପ୍ରଭୁ କେବେ ସୁଯୋଗ ଦେଲେ ମୁଁ ନିଶ୍ଚୟ ସବୁ କଥା ରଖିବି ଆସନ୍ତୁ ସମର୍ପିତ ହେବା ପ୍ରାର୍ଥନା କରିବା ହାଲେଲୁୟା ପ୍ରଭୁଙ୍କ ଲୋକମାନେ ଗୋଟିଏ 2 ମିନିଟ ଧ୍ୟାନରେ ଶୁଣନ୍ତୁ ଆପଣ ଯେ ଦୁଃଖରେ ରହିବେ କଷ୍ଟରେ ବଞ୍ଚିବେ ଅଶ୍ରୁପାତ କରି ସମୟ କ୍ଷେପଣ କରିବେ ଏହା ଆପଣଙ୍କ ସୃଷ୍ଟିକର୍ତ୍ତାଙ୍କର କେବେ ଇଚ୍ଛା ନାହିଁ ଆପଣଙ୍କ ପରିସ୍ଥିତି ମଧ୍ୟ ଭଲ ନଥିବ କିନ୍ତୁ ତାଙ୍କ ପାଇଁ କିଛି ଅସମ୍ଭବ ନାହିଁ ବୁଝନ୍ତୁ ଚିନ୍ତା ଶୂନ୍ୟ ଜୀବନ ସମ୍ଭବ ଥାଏ ବନ୍ଧନରୁ ମୁକ୍ତି ସମ୍ଭବ ଥାଏ ଦୁଃଖରୁ ମୁକ୍ତି
ଲୋକମାନଙ୍କ ପରମେଶ୍ୱରଙ୍କ ପାଖରେ କିଛି ଅସମ୍ଭବ ନାହିଁ। ଆପଣଙ୍କ ଜୀବନର ସ୍ଥିତି ଯାହା ହେଉନା କାହିଁକି, ପରିବାରର ସ୍ଥିତି ଯାହା ହେଉନା କାହିଁକି, ଆପଣଙ୍କ ପ୍ରଫେସନର କଣ୍ଡିସନ ଯାହା ହେଉନା କାହିଁକି, ଆପଣଙ୍କ ହୁଏତ ଫ୍ୟୁଚର ଦେଖାଯାଉ ନାହିଁ, ମୁଁ କହିବା ପାଇଁ ଚାହେଁ ଯେହୋବା ଜିରି ଆଜି ବି ଜୀବିତ। ସେ ଜାଣନ୍ତି ଆପଣଙ୍କୁ। ଆମ ପରମେଶ୍ୱର ସବୁ ଜାଣନ୍ତି ଆଜ୍ଞା। ଆମ ପରମେଶ୍ୱର ଦେଖନ୍ତି, ତାଙ୍କ ଚକ୍ଷୁ ଅଛି। ଆମ ପରମେଶ୍ୱର ଶୁଣନ୍ତି, ତାଙ୍କ କର୍ମ ଅଛି। ଆମ ପରମେଶ୍ୱର ବୁଝିପାରନ୍ତି, ଆମ ପରମେଶ୍ୱର ସ୍ମରଣ କରନ୍ତି। ଆମ ପରମେଶ୍ୱର ଗାଁରେ ମହାନ ଅଟନ୍ତି। ସେ ଆପଣଙ୍କୁ ଛାଡ଼ି ନାହାନ୍ତି କି ଛାଡ଼ିବେ ନାହିଁ। ଆପଣ ବୁଝିଯାଆନ୍ତୁ ତାଙ୍କ ଶକ୍ତି କି ପ୍ରକାର ଅବର୍ଣ୍ଣନୀୟ। ଜାଣନ୍ତି ପ୍ରଭୁ କିଏ ଅଟନ୍ତି? ଶୁଣନ୍ତୁ ବୁଝେ ନାହିଁ ନା, God is He who can do anything at any time. That is God. ସେ ପ୍ରଭୁ ଅଟନ୍ତି। ସେ କିଛି ବି କରିପାରିବେ, କେତେବେଳେ ମଧ୍ୟ କରିପାରିବେ। ଆଉ ବହୁତ ଆନନ୍ଦର କଥା, ସେହି ପ୍ରଭୁ ଆମର ପ୍ରଭୁ ଅଛନ୍ତି। ସେହି ପ୍ରଭୁ ଆମକୁ ପ୍ରେମ କରନ୍ତି। ଯଦି ଆପଣ ବହୁତ ଭାଙ୍ଗି ପଡ଼ିଛନ୍ତି ଜୀବନରେ, ଆପଣ ଆପଣଙ୍କ ସ୍ଥାନରେ ଠିଆ ହୋଇଯାଆନ୍ତୁ। ଆପଣଙ୍କର ସିଚୁଏସନ କେତେ ପ୍ରତ୍ୟାଧାରଣା କାହିଁକି, ଈଶ୍ୱର ସବୁ ସମାଧାନ କରିପାରିବେ। सबसे देखते सबसे जानते केवे तू भावेरा से भूली जाती तांक समयरे सबसे करती तोर लगे आसिछंती क्रूसे प्राण देइछंती आवश्यक किन देवे आवश्यक किन देवे ଲୋକମାନେ ସେ ମନୁଷ୍ୟ ନୁହନ୍ତି, କଥା କହି ଭୁଲିଯିବେ। ତାହାଙ୍କ ନାମ ସଦାବର୍ତ୍ତେ ଯେହୋବା ଅଟେ। ସେ ପରମେଶ୍ୱର ଅଟନ୍ତି। ସେ କିଛି ଭୁଲନ୍ତି ନାହିଁ। ସେ ସବୁ କରିବା ପାଇଁ ସକ୍ଷମ ଅଟନ୍ତି। ଇସ୍ରାଏଲ ଲୋକମାନଙ୍କ ବେଦନା ଯେପରି ସେ ଜାଣି ନୀରବ ରହିବେ ନାହିଁ, ଆପଣ ବି ଯଦି କ୍ରନ୍ଦନ କରିବେ, ଆପଣଙ୍କର କ୍ରନ୍ଦନ
ଅସ୍ତ୍ର ଦେଖି ସେ ନୀରବ ରହି ପାରିବେ ନାହିଁ। ଅନ୍ତରର ବେଦନା, ମନର ଦୁଃଖ ସବୁ ଥରେ ଦିଅନ୍ତୁ ତ ତାଙ୍କୁ। ଦେଖିବେ ଆପଣଙ୍କ ଜୀବନ କିପରି ସେ ବଦଳାଇ ଦେବେ। ସମଗ୍ର ବିଶ୍ୱରେ ଏକମାତ୍ର ତ୍ରାଣକର୍ତ୍ତା ଯାହାଙ୍କ ନାମ ଯୀଶୁ ଅଟେ। ତାହାଙ୍କ ନାମ ଯେପରି ପରିତ୍ରାଣକର୍ତ୍ତା, ତାହାଙ୍କ କାର୍ଯ୍ୟ ସେପରି ଯାହା ସେ କରିବା ପାଇଁ ଆସିଲେ ଘୋଷଣା କରିକି ଯାଇଛନ୍ତି। ଆସନ୍ତୁ ପ୍ରାର୍ଥନା କରିବା। ଦୟାଳୁ ସ୍ୱର୍ଗୀୟ ପିତା, ତୁମ୍ଭ ଦୟା ସକାଶେ ଆଜି ଆମେମାନେ ବିନଷ୍ଟ ହୋଇନାହୁଁ। ବାପା, ତୁମ୍ଭ ପ୍ରିୟ ଲୋକମାନେ ଯଦି କେହି ଏଠାରେ ଅଛନ୍ତି, ଜୀବନକୁ ନେଇ ସଂଘର୍ଷ କରୁଛନ୍ତି, ଭବିଷ୍ୟତର ଦୁଃଖ ବନ୍ଧନରେ ପ୍ରଭୁ ବାନ୍ଧି ହୋଇଯାଇଛନ୍ତି, ବଲିତ ଅବସ୍ଥାରେ ଅଛନ୍ତି, ଚିନ୍ତାରେ ଭାରାକ୍ରାନ୍ତ, ରୋଗ ଶଯ୍ୟାରେ ପୀଡ଼ିତ ଅବସ୍ଥାରେ ଅଛନ୍ତି, ଜୀବନର ଶାନ୍ତିରେ ଆନନ୍ଦ ହଜି ଯାଇଛି, ପରିବାର ମଧ୍ୟରେ ପ୍ରଭୁ ଯେପରି ରହିବା ଦରକାର ଥିଲା ସ୍ୱାମୀ ସ୍ତ୍ରୀର ସମ୍ପର୍କ, ତାହା ଆଜି ହରାଇ କରିଛନ୍ତି। ପ୍ରାର୍ଥନା କରୁଛ ପ୍ରଭୁ, ତୁମ୍ଭେ ଜଗତକୁ ଆସିଲ, ଘୋଷଣା କଲ ପ୍ରଭୁ ମୁକ୍ତି ଦେବା ନିମନ୍ତେ। ସେ ମୁକ୍ତି ଆଜି ଆମମାନଙ୍କ ଜୀବନରେ ପ୍ରଦାନ କର। ଦୁଃଖର ମୁକ୍ତି ଦିଅ, ଚିନ୍ତାର ମୁକ୍ତି ଦିଅ, ରୋଗର ମୁକ୍ତି ଦିଅ, ଶ୍ରାପର ମୁକ୍ତି ଦିଅ, ବନ୍ଧୁର ମୁକ୍ତି ଦିଅ, ଅନନ୍ତ ନରକର ମୁକ୍ତି ପ୍ରଦାନ କର। ଜାଣିବା ପାଇଁ ଯେ ଜୀବନ କ୍ଷଣ ମନ୍ଦିରଟେ, ଅଯଥା ବିଷୟରେ ଟେନସନ୍ ନ ହେବା ପାଇଁ, ଚିନ୍ତିତ ନ ହେବା ପାଇଁ, ସବୁ ଚିନ୍ତାର ତୁମକୁ ଦେଇଦେବା ପାଇଁ ଦୟା କର। ତୁମ ଲୋକମାନଙ୍କୁ ବୁଝିବା ପାଇଁ ଦିଅ। ଲାଇଫ୍ ଇଜ୍ ଟୁ ଶର୍ଟ। ବହୁତ ଆପଣଙ୍କ ଚିନ୍ତା କରି କିଛି ମିଳିନାହିଁ, ମିଳିବ ନାହିଁ। ମୁକ୍ତି ତୁମ୍ଭ ଠାରେ ଏଭେଲେବଲ୍। ଏଥିପାଇଁ ମୁକ୍ତି ମାଗିବା ନିମନ୍ତେ, ମୁକ୍ତି ପାଇବା ନିମନ୍ତେ ତୁମେ ପ୍ରତ୍ୟେକଙ୍କୁ କଲ୍ୟାଣ କରିଦିଅ। ଜାଣିବା ପାଇଁ ଯେ ତୁମେ କିପରି ଶକ୍ତିମାନ ଅଟ, ତୁମ ଠାରେ ଯେ କିଛି ଅସମ୍ଭବ ନାହିଁ। ତୁମ ଲୋକମାନେ ଏହା ଜାଣନ୍ତୁ, ଅନୁଭୂତିରୁ ଜାଣନ୍ତୁ ପ୍ରଭୁ। କେବଳ ବାହିକ ଜ୍ଞାନ ଭାବରେ ନୁହେଁ, ଅନୁଭୂତିରୁ ଜାଣନ୍ତୁ ତୁମେ ସବୁ କରିପାର। ଦୟା କରି ପ୍ରାର୍ଥନା ଶୁଣ। ଗରିବାରେ ପାସ୍ତରକୁ ସେ ନାଇଁ ମୋବାଇଲକୁ ଯେତେ ତମ ଲୋକମାନେ ଏଠି ଆସିଛନ୍ତି, ସେମାନଙ୍କ ପରିବାର, ସେମାନଙ୍କ ଗୃହ, ସେମାନଙ୍କର ଜୀବିକାକୁ ଓ ସେମାନଙ୍କର ଭବିଷ୍ୟତ ମୁଁ ତୁମ ହସ୍ତରେ ରଖିଲି ପ୍ରଭୁ। ତୁମେ କାହାରିକୁ ଛାଡ଼ ନାହିଁ। ଯଦି କାହାରି ଦିନ ଜୀବନରେ ପ୍ରଭୁ ଦୁଃଖ ମାରି ପଡୁଛି, ଯୀଶୁଙ୍କ ନାମରେ ଦୁଃଖର ଦିନ, ଅନୁଭବର ଦିନ ତୁମ ମୁକ୍ତି ପ୍ରଭୁ ସେମାନେ ଜୀବନରେ ଲାଭ କରନ୍ତୁ। ଏପରି କୃପା କରିଦିଅ। এই সেবা কার্য আহরে বৃদ্ধি পাও। তোমার রাজ্য নিমন্তে মহানতা প্রভু এমানে প্রস্তুত যেপরি করিপারিবে, এଥିପାଇଁ ଏମାନଙ୍କୁ ତୁମେ ଶକ୍ତିଯୁକ୍ତ ଭାବେ ବ୍ୟବହାର କର। ତୁମ ଆଗମନ ବିଳମ୍ବ ହେଲେ ପବିତ୍ର ସାକ୍ଷାତ କରି ପରସ୍ପର ଉତ୍ସାହ କାରଣ ହେବା ପାଇଁ ଦିଅ। ନଚେତ ତମ ଜନମାନଙ୍କରେ ଆପଣଙ୍କୁ ପବିତ୍ର କରି ରଖିବା ପାଇଁ, ପାପଠାରୁ ଦୂର ଜୀବନ ବିତାଇବା ପାଇଁ, ତୁମ ରାଜ୍ୟ ନିମନ୍ତେ ଆପଣଙ୍କୁ ପ୍ରସ୍ତୁତ କରି ବଞ୍ଚିବା ପାଇଁ ପ୍ରତ୍ୟେକଙ୍କୁ ନିତ୍ୟ ଆତ୍ମାଙ୍କ ଚାଳନା ପ୍ରେରଣା ପ୍ରଦାନ କରୁଥାଅ। समस्त विषय में तुमको धन्यवाद दें। सब महिमा गौरव संगम केवल तुमको दे। धन्यवाद से